ପିଲାମାନେ ଆରମ୍ଭ କରିବା କିଶୋର ଚକ୍ର। କଥାରେ ଅଛି ଜାଣିଲେ ଜିଣିବା। ଆମେ ଆମର ଚାରିପାଖରେ ଘଟୁଥିବା ଘଟଣା ଉପରେ ଯେତେ ଅଧିକ ଜାଣିବା ବା ଆମର ଜ୍ଞାନ ସେ ବିଷୟରେ ଯେତେ ଅଧିକ ରହିବ ଆମ ପାଇଁ ସେତେ ଭଲ। ଏଇ ଜାଣିବା ପାଇଁ ବା ଜ୍ଞାନ ଆହରଣ ପାଇଁ ଆମେ ବହି ପଢ଼ୁ, ଖବରକାଗଜ ପଢ଼ୁ, ରେଡ଼ିଓ ଶୁଣୁ ଆଉ ଟିଭି ଦେଖୁ। ହଁ ପିଲେ, ପଢ଼ିବା ଗୋଟିଏ ଭଲ ଅଭ୍ୟାସ। ହେଲେ ଖାଲି ପାଠ ବହି ପଢ଼ିବା ତା ତ ନୁହେଁ। ଆଧ୍ୟାତ୍ମିକ ବହି, ପତ୍ରପତ୍ରିକା, ଜୀବନୀ ପୁସ୍ତକ, ଖବରକାଗଜ ପଢ଼ିବା ଦ୍ୱାରା ଆମର ଏହି ବିଶାଳ ଦୁନିଆ ସମ୍ପର୍କରେ ଜ୍ଞାନ ବଢ଼ିଥାଏ। ଆମ ଅଞ୍ଚଳରେ, ଆମ ଦେଶ ବିଦେଶରେ ତଥା ଏ ଦୁନିଆର କୋଣ ଅନୁକୋଣରେ କେଉଁଠି କେତେବେଳେ କ'ଣ ଘଟୁଛି ସେ ବିଷୟରେ ଆମେ ଜାଣିପାରୁ। ତେଣୁ ପିଲାମାନେ ଛୁଟି ଦିନମାନଙ୍କରେ ହେଉ ନହେଲେ ସମୟ ସମୟରେ ତମେ ପାଠ ବହି ଛଡ଼ା ପୌରାଣିକ ବହି, ଜୀବନୀ ପୁସ୍ତକ, ଖବରକାଗଜ, ଜଣା ଅଜଣା ବହି ଏସବୁ ପଢ଼ିବ ଆଉ ସବୁ ବିଷୟରେ ନିଜର ଜ୍ଞାନ ବଢ଼େଇ ପାରିବ। ଏଇ ପଢ଼ିବାକୁ ଅଭ୍ୟାସରେ ପରିଣତ କଲେ ଆହୁରି ଭଲ। ଦେଖିବରେ ପିଲେ, ଏଇ ଅଭ୍ୟାସ ଭବିଷ୍ୟତରେ ତମର ବହୁତ କାମରେ ଆସିବ। ହଉ ପିଲେ, ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭକ୍ତି ସଙ୍ଗୀତଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଗୀତଟିକୁ ତମମାନଙ୍କ ପାଇଁ ଗାଇଛନ୍ତି ଆଦ୍ୟାଶା ସ୍ୱାଇଁ।
आहे ମହାବାହୁ। କେତେ ସୁନ୍ଦର ଭାବରେ ଭକ୍ତିଭରା କଣ୍ଠରେ ଭଜନଟିଏ ଗାଇ ଶୁଣେଇଲେ ଭଉଣୀ ଆଦ୍ୟାଶା ସ୍ୱାଇଁ। ପିଲେ, ଭଜନ ତ ଶୁଣିଲ, ଏବେ ଆସ ମନ୍ଦିର ଆଡ଼େ ବୁଲି ଆସିବା। ହଁ, ଆମ ରାଜ୍ୟ ତ ମନ୍ଦିର ମାଳିନୀ ଓଡ଼ିଶା। ଏଠି କାହିଁ କେତେ ମନ୍ଦିର। ତାହେଲେ ଆସ ପିଲେ, ଆଜି ଜାଣିବା ଆଳିର ବରାହ ଲକ୍ଷ୍ମୀ ମନ୍ଦିର ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ପ୍ରତାପ କୁମାର ପତି। କେନ୍ଦ୍ରାପଡ଼ା ଜିଲ୍ଲାରେ 9ଟି ବ୍ଲକ ମଧ୍ୟରୁ ଆଳି ବ୍ଲକରେ ଶ୍ରୀ ଲକ୍ଷ୍ମୀ ବରାହଜୁ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ହେଉଛି ଉପାସନାର ଏକ ଅନନ୍ୟ ପୀଠସ୍ଥଳୀ। ପୂଜା, ନୈବେଦ୍ୟ, ପ୍ରାର୍ଥନା, ମନ୍ତ୍ରପାଠ ଜରିଆରେ ମନୁଷ୍ୟ ମନ୍ଦିରକୁ ଯାଇ ଦେବତାଙ୍କୁ ପୂଜା କରି ତାର ଦୁଃଖ, ଶୋକ, କ୍ଲେଶରୁ ଉଦ୍ଧାର ନିମନ୍ତେ ଆକୁଳ ନିବେଦନ କରେ। ଆଉ ଭଗବାନ ପାପର ଭାରା ସହି ନ ପାରି ଧର୍ମର ପ୍ରତିଷ୍ଠା ପାଇଁ ବିଭିନ୍ନ ଅବତାର ଧାରଣ କରି ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି। ଭଗବାନଙ୍କର ସେହି 10 ଅବତାର ମଧ୍ୟରୁ ବରାହ ଅବତାର ଅନ୍ୟତମ। ଏହାକୁ ଭଗବାନଙ୍କର ତୃତୀୟ ଅବତାର ବୋଲି କୁହାଯାଏ। କେନ୍ଦ୍ରାପଡ଼ା ସହରରୁ ପଟାମୁଣ୍ଡେଇ ଅତିକ୍ରମ କଲେ 15 କିଲୋମିଟର ପରେ ଆଳି ଶ୍ରୀ ବରାହଜୁ ମନ୍ଦିର ପଡ଼େ। ଏହାର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ବିରଜା ମନ୍ଦିର, ଉତ୍ତରରେ ଆଖଣ୍ଡଳମଣି ମନ୍ଦିର, ଦକ୍ଷିଣରେ ଶ୍ରୀ ବଳଦେବଜୀଉ ମନ୍ଦିର ଶୋଭା ପାଉଛନ୍ତି। ଅଳ୍ପ ଦୂରରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଭିତରକନିକା ମଧ୍ୟ ଅବସ୍ଥିତ। ଶ୍ରୀ ବରାହଜୁ ପ୍ରଥମେ ବିରଜା କ୍ଷେତ୍ରରେ ପୂଜା ପାଉଥିଲେ। କୁହାଯାଏ କେଶରୀ ବଂଶର ରାଜା ଯଜାତି କେଶରୀ ଶତ୍ରୁଙ୍କୁ ଦମନ ପାଇଁ ବୈତରଣୀ ନଦୀ କୂଳରେ ଦଶାଶ୍ୱମେଧ ଯଜ୍ଞ କରିଥିଲେ। ରାଜାଙ୍କର ଭକ୍ତି ଓ ନିଷ୍ଠା ବଳରେ ଯଜ୍ଞ କୁଣ୍ଡରୁ ଭଗବାନ ବରାହଦେବ ପ୍ରକଟ ହୋଇଥିଲେ। ଏବଂ ସେହିଦିନଠାରୁ କେଶରୀ ବଂଶର ରାଜାମାନେ ଏହି ମନ୍ଦିରକୁ ପୂଜା କରୁଥିଲେ। 16 ଶତାବ୍ଦୀ ବେଳକୁ ଭଟ୍ଟ ରାଜାଙ୍କ ଦ୍ୱାରା ଆଳି ଶାସିତ ହୋଇ ଆସୁଥିଲା। ରାଜାଙ୍କର ରାଜଧାନୀ ଥିଲା ବରୁଣାଡିହ। ଭଟ୍ଟରାଜ ଶ୍ରୀ ଶ୍ରୀ ବରାହଜୀଉଙ୍କର ପରମ ଭକ୍ତ ଥିଲେ। ପ୍ରତିଦିନ ରାଜା ଘୋଡ଼ା ଯୋଗେ ବିରଜା କ୍ଷେତ୍ର ଯାଇ ଆରାଧ୍ୟ ଦେବତାଙ୍କର ପୂଜାର୍ଚ୍ଚନା କରି ନିଜ ରାଜଧାନୀକୁ ଫେରି ଆସୁଥିଲେ। ସେ ସମୟରେ ଗମନାଗମନର କୌଣସି ନିର୍ଦ୍ଦିଷ୍ଟ ରାସ୍ତା ନଥିଲା। ବର୍ଷା ଦିନେ ଏହି ରାସ୍ତା ଜଳମୟ ହେଉଥିଲା। ଗୋଟିଏ ଦିନ ବି ନିଜ ଆରାଧ୍ୟ ଦେବତାଙ୍କର ଦର୍ଶନ ବିନା ରାଜାଙ୍କ ଜୀବନ କଷ୍ଟମୟ ହେଉଥିଲା। ଦିନେ ଶ୍ରୀ ବରାହ ରାଜାଙ୍କୁ ସ୍ୱପ୍ନାଦେଶରେ କହିଲେ, ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ, ତୁମେ ମୋତେ ଆଳି ଅଞ୍ଚଳକୁ ନିଅ। ସତରେ ଭକ୍ତର ମଙ୍ଗଳ ପାଇଁ ଭଗବାନ ଭକ୍ତ ପାଖକୁ ଓହ୍ଲାଇ ଆସନ୍ତି। ଶେଷରେ ରାଜା ବରାହଜୀଙ୍କୁ ଆଳି ଆଣିଥିଲେ। ଆଗେ ଆଗେ ରାଜା, ପଛେ ପଛେ ଠାକୁର। ସର୍ତ୍ତ ଥିଲା ରାଜା ଯେଉଁଠି ପଛକୁ ଫେରି ଚାହିଁବେ ଠାକୁର ସେଇଠି ରହିଯିବେ। ବର୍ତ୍ତମାନ ଲକ୍ଷ୍ମୀ ବରାହଙ୍କ ମନ୍ଦିର ଯେଉଁଠି ଅଛି, ସେ ସମୟରେ ସେ ସ୍ଥାନଟି ବାଲିରେ ପରିପୂର୍ଣ୍ଣ ଥିଲା। କାରଣ ଖରସ୍ରୋତା ନଦୀର ପଠା ଥିଲା। ସୋରିଷ ଫୁଲରେ ନଦୀ ପଠା ଖୁବ୍ ସୁନ୍ଦର ଦିଶୁଥିଲା। ସ୍ୱପ୍ନାଦେଶ ଅନୁସାରେ ଠାକୁର ସେଇଠି ହିଁ ପଥର ପାଲଟିଗଲେ। ଏବେ ବି ସେହି ସ୍ଥାନରେ ଠାକୁରଙ୍କ ପାଦଚିହ୍ନ ସୁଶୋଭିତ ହୋଇ ପୂଜିତ ହେଉଅଛି। ପରମ୍ପରାକ୍ରମେ ଭକ୍ତମାନେ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପୂର୍ବରୁ ସେହି ପାଦୁକା ଦର୍ଶନ କରିଥାନ୍ତି। ବରାହନାଥ ଯେଉଁ ସ୍ଥାନରେ ପଥର ପାଲଟି ଯାଇଥିଲେ, ସେଠାରେ ପୂର୍ବରୁ ଏକ ମହାଦେବ ମନ୍ଦିର ଥିଲା। ସ୍ଥାନଟି ଧାତ୍ରୀ ଅଁଳା ଗଛରେ ପରିପୂର୍ଣ୍ଣ ହୋଇଥିବାରୁ ମହାଦେବଙ୍କର ନାମ ଧାତ୍ରୀଶ୍ୱର ମହାଦେବ ହୋଇଥିବା କଥା କୁହାଯାଏ। ସେହି ମନ୍ଦିର ନିକଟରେ ଏକ ସାଧାରଣ ଘର ତୋଳାଯାଇ ବରାହଜୀଉଙ୍କୁ ରଖାଯାଇଥିଲା ଏବଂ କିଛି ବର୍ଷ ପର୍ଯ୍ୟନ୍ତ ସେ ପୂଜା ପାଉଥିଲେ। ଶ୍ରୀଜୀଉଙ୍କ ସେବା ଭଟ୍ଟରାଜା କିଛି ବର୍ଷ କଲା ପରେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଶ୍ରୀଜୀଉଙ୍କ ନାମରେ ଦାନପତ୍ର କରିଦେଇଥିଲେ। ଏଥିସହିତ ତାଙ୍କ ପୂଜାର୍ଚ୍ଚନା ଦାୟିତ୍ୱ ମଲ୍ଲମାନଙ୍କ ହସ୍ତରେ ଅର୍ପଣ କରିଥିଲେ। କିଛିଦିନ ପରେ ରାଜା ଏକ କଠିନ ବ୍ୟାଧିରେ ପୀଡ଼ିତ ହେଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଖରସ୍ରୋତା ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ରାଜାଙ୍କର ଶବ ନଦୀ କୂଳରେ ଭାସି ଯାଉଥିବା ବେଳେ ମହୁଗ୍ରାମ ନିକଟରେ ଉଦ୍ଧାର କରାଯାଇଥିଲା। ଏଣୁ ରାଜାଙ୍କର ପ୍ରିୟ ପ୍ରଜାଗଣ ତାଙ୍କ ସ୍ମୃତିରେ ମହୁଠାରେ ଏକ ମନ୍ଦିର ନିର୍ମାଣ କରି ରାଜାଙ୍କ ବିଗ୍ରହ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଆସୁଥିବାର ଏବେ ବି ଦେଖିବାକୁ ମିଳେ। ଦୋଳ ପୂର୍ଣ୍ଣିମାରେ ଶ୍ରୀଲକ୍ଷ୍ମୀ ବରାହଙ୍କ ମନ୍ଦିରରେ ଏକ ବଡ଼ ଉତ୍ସବ ପାଳନ କରାଯାଏ। ଏହି ଉତ୍ସବରେ ଭଟ୍ଟରାଜାଙ୍କର ବିଗ୍ରହକୁ ବିମାନ ଯୋଗେ ମହୁଠାରୁ ଅଣାଯାଇ ମନ୍ଦିରରେ ବରାହ ଭଟ୍ଟ ମିଳନ କରାଯାଏ। ପରିବର୍ତ୍ତିତ ପରିସ୍ଥିତିରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହଜୀଙ୍କର ମନ୍ଦିର ଓ ପୂଜାର୍ଚ୍ଚନାର ଦାୟିତ୍ୱ ଆଳି ରାଜବଂଶ ଅଧୀନକୁ ଆସିଗଲା
ଏହି ବଂଶର ରାଜା ନୀଳକଣ୍ଠ ଦେବ 1720 ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ରାଜା ରାମଚନ୍ଦ୍ର ଦେବ, ଯଦୁନାଥ ଦେବ, ପ୍ରତାପରୁଦ୍ର ଦେବ, ବ୍ରଜସୁନ୍ଦର ଦେବ ଅନ୍ୟାନ୍ୟ ଗୃହ ନିର୍ମାଣ ସହ ପୂର୍ଣ୍ଣାଙ୍ଗ ମୁଖଶାଳା ଓ ବେଢ଼ାର ପଥର ସଜ୍ଜୀକରଣ କରାଇଥିଲେ। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ତିଆରି ହୋଇଛି। ଏହି ପଥରର ନାମ ବଉଳା ପଥର। ଏହି ପଥର ନୀଳଗିରି ଓ ଲଳିତଗିରିରୁ ଆସିଥିବାର ଗବେଷକମାନେ କୁହନ୍ତି। ଏହି ମନ୍ଦିରର ଉଚ୍ଚତା 97 ଫୁଟ। ଏହି ମନ୍ଦିରର ପାର୍ଶ୍ୱ ଦେବଦେବୀ ଭାବରେ ମନ୍ଦିର ବେଢ଼ାରେ ପୂଜିତ ହୋଇ ଆସୁଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ ମନ୍ଦିର, ଶ୍ରୀ ଚୈତନ୍ୟ ଦେବ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦୁର୍ଗାମାତା ମନ୍ଦିର, ଧାତ୍ରୀଶ୍ୱର ମହାଦେବ ମନ୍ଦିର, ରଘୁନାଥ ମନ୍ଦିର, ହନୁମାନ ଓ ବାମନ ଅବତାର ମନ୍ଦିର ପ୍ରମୁଖ। ଏବେ ବି ଶୋଭା ପାଉଛି ଠାକୁରଙ୍କର ରୋଷଘର, ଭଣ୍ଡାର ଘର, ପୋଷାକ ଓ ଅଳଙ୍କାର ଘର। ମନ୍ଦିର ଭିତରେ ଥିବା କୌଣସି ମନ୍ଦିରର ଚୂଳ ନଥିବାର ଦେଖିବାକୁ ମିଳେ। ଝୁଲଣ ମଣ୍ଡପ, ସ୍ନାନ ମଣ୍ଡପ, ଚନ୍ଦନ ପୁଷ୍କରିଣୀ ଠାକୁରଙ୍କର ନୀତିକାର୍ଯ୍ୟ ସାଧିତ କରି ଆସୁଛନ୍ତି। ମନ୍ଦିରର ପ୍ରବେଶ ଦ୍ୱାରରେ ଦଶାବତାର ମୂର୍ତ୍ତି ଶୋଭା ପାଉଛି। ମନ୍ଦିରର ମୁଖଶାଳା, ଜଗମୋହନ, ନାଟ୍ୟ ମନ୍ଦିର ଓ ଗର୍ଭଗୃହ ମୁଗୁନି ପଥରରେ ନିର୍ମିତ ହୋଇଛି। ମନ୍ଦିରର ମୁଖ୍ୟ ଦ୍ୱାରର କବାଟରେ ବିଭିନ୍ନ ମୂର୍ତ୍ତି ଖୋଦିତ ହୋଇଛି, ଯଥା ବିଭିନ୍ନ ପଶୁପକ୍ଷୀ, ଫୁଲ ଓ ସଖୀ। ଜଗମୋହନରେ 6 ଗୋଟି ଖୁମ୍ବ କଳା ମୁଗୁନି ପଥରରେ ନିର୍ମିତ ହୋଇଛି। ଏହାଦ୍ୱାରା ଜଗମୋହନ ଥଣ୍ଡା ରହେ। ଭକ୍ତମାନେ ଏହି ଜଗମୋହନରେ ବିଶ୍ରାମ ନେଇଥାନ୍ତି। ଲକ୍ଷ୍ମୀ ବରାହଙ୍କର ଶାନ୍ତ ସୌମ୍ୟ ରୂପ ବିଗ୍ରହ କଳା ମୁଗୁନି ପଥରରେ ଅତି ନିପୁଣ ଭାବରେ ନିର୍ମିତ ହୋଇଛି। ପ୍ରଭୁଙ୍କର 4 ଗୋଟି ହସ୍ତ, 4 ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଛନ୍ତି। ପ୍ରଭୁ ହଳଦୀ ବସ୍ତ୍ର ପରିଧାନ କରନ୍ତି। ଯେଉଁଙ୍କର ବାମ ସ୍କନ୍ଧରେ ପୃଥିବୀ, ଦକ୍ଷିଣ ସ୍କନ୍ଧରେ ମାତା ଲକ୍ଷ୍ମୀ, ପାଦ ପାର୍ଶ୍ୱରେ ସୂର୍ଯ୍ୟ, ଚନ୍ଦ୍ର ଓ ମେରୁ ପର୍ବତ, ପାଦ ତଳେ ବାସୁକୀ ନାଗ ବିରାଜମାନ କରିଛନ୍ତି। ବିଗ୍ରହର ଉଚ୍ଚତା 5 ଫୁଟ 6 ଇଞ୍ଚ। ଲକ୍ଷ୍ମୀ ବରାହଙ୍କ ଜନ୍ମ ଉତ୍ସବ ବକୁଳ ଅମାବାସ୍ୟାର ପୂର୍ବ ଦ୍ୱାଦଶୀ ତିଥିରେ ମନ୍ଦିର ପରିସରରେ ପାଳିତ ହୋଇଥାଏ। ଏହି ଦିନ ସିଂହଦ୍ୱାର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ସମ୍ମୁଖରେ ଶ୍ରୀ ଅଷ୍ଟମ ପ୍ରହରର ହରିନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ମହାପ୍ରସାଦ ସେବନ ହୁଏ। ଏତତ୍ ଭିନ୍ନ ବୈଶାଖ ପୂର୍ଣ୍ଣିମା ଠାରୁ ଚନ୍ଦନ ଯାତ୍ରା ପର୍ଯ୍ୟନ୍ତ ଠାକୁର ବିଭିନ୍ନ ବେଶରେ ଭୂଷିତ ହୁଅନ୍ତି। ବିଶେଷ କରି ଚନ୍ଦନ ବେଶ, ତୁଳସୀ ବେଶ, ପଞ୍ଚମୀରେ କାଞ୍ଚି କେବେରୀ ବେଶ ଖୁବ୍ ଚିତ୍ତାକର୍ଷକ ହୋଇଥାଏ। ଦୁର୍ଗା ପୂଜାରେ ରାଜବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ଜମେ। ଠାକୁରଙ୍କ ନୀତିକାନ୍ତିରେ 3 ଧୂପ ପଞ୍ଚ ଅବକାଶ ଦେଖିବାକୁ ମିଳେ। ମଙ୍ଗଳ ଆରତୀ, ମଇଲମ, ମୁଖ ସିଂହାର ବା ଚନ୍ଦନ ଲାଗି, ବାଲ୍ୟ ଧୂପ, ପ୍ରସାଦ ଧୂପ, ସନ୍ଧ୍ୟା ଧୂପ, ପ୍ରଧାନ ଧୂପ ଅନନ୍ୟ। ଠାକୁରଙ୍କ ପ୍ରମୁଖ ଭୋଗ କାକରା, ରସାବଳୀ, ମାଲପୁଆ, ଖଳିରୁଟି, ମୋହନ ଭୋଗ ଓ ମଗଜ ଲଡ଼ୁ। ଏବେ ଆଳି ରାଜବଂଶ ପୌରୋହିତ୍ୟରେ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପାଳିତ ହୋଇ ଆସୁଅଛି। ଏହି ମନ୍ଦିରର ପର୍ବପର୍ବାଣୀ ଇତିହାସରେ ଏକ ପ୍ରମୁଖ ଉତ୍ସବ ହେଲା ଅଧରପଣା ଉତ୍ସବ। 280 ଲିଟର ସାମଗ୍ରୀ ଧାରଣ କରିପାରୁଥିବା ଏକ ପିତ୍ତଳ ପାତ୍ରରେ ଶ୍ରୀଜୀଉଙ୍କୁ ପଣା ଅର୍ପଣ କରାଯାଏ। ଏହି ପଣା ପାଇଁ କ୍ଷୀର, ଛେନା, ଦହି, ମହୁ, ପଞ୍ଚ ମସଲା ଆବଶ୍ୟକ ହୋଇଥାଏ। ଅଧର ପଣା ପାଇଁ ଉଦ୍ଦିଷ୍ଟ ପାତ୍ରଟି ଶ୍ରୀଜୀଉଙ୍କର ପାଦଠାରୁ ଅଧର ଛୁଇଁବା ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ହୋଇଥାଏ। ଆସନ୍ତୁ ନା, ଏହି ଶ୍ରୀଲକ୍ଷ୍ମୀ ବରାହଜୀଙ୍କୁ ବରାହ କ୍ଷେତ୍ର ଆଳିରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବା। ପିଲାଇ, ଆମର ଏଇ ମାଟି ମା ସ୍ୱର୍ଗଠାରୁ ବି ବଡ଼। ଏଇ ମାଟି ହସିଲେ ଏଠି ସୁନା ଫଳେ, ଆଉ ଆମେ ବି ହସି ଉଠୁ। ଶୁଣିବା ଦେଶ ବନ୍ଦନାଟିଏ ଗାଇଛନ୍ତି ଆଦ୍ୟାଶା ସ୍ୱାଇଁ, ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। भाई रे
କେତେ ଫୁଲ ଫୁଟେ ବାସନା ଚହଟେ କେତେ ଫୁଲ ଫୁଟେ ବାସନା ଚହଟେ ବହଇ ଶୀତଳ ବାରେ ଏଇ ଆମ ମାଟି ମା ଖାଇରେ ଏଇ ଆମ ମାଟି ମା। তাহারি কোଳରେ ହୋଇଛୁ ଜନମ କରି ଯିବା କିଛି କାହା ଲାଗି କାମ ତାହାରି କୋଳରେ ହୋଇଛୁ ଜନମ କରି ଯିବା କିଛି କାହା ଲାଗି କାମ ସଫଳ କରିବା ଆମରି ଜନମ ସଫଳ କରିବା ଆମରି ଜନମ ରଖିଯିବା ତାର ନାରେ ଏଇ ଆମ ମାଟି ମା ଖାଇରେ ଏଇ ଆମ ମାଟି ମା। ସୁଜଳା ସୁଫଳା ଶସ୍ୟରେ ଶ୍ୟାମଳା ମମତାମୟୀ ସେ ସନ୍ତାନ ବଛଳା ସୁଜଳା ସୁଫଳା ଶସ୍ୟରେ ଶ୍ୟାମଳା ମମତାମୟୀ ସେ ସନ୍ତାନ ବଛଳା କେତେ ଫୁଲ ଫୁଟେ ବାସନା ଚହଟେ କେତେ ଫୁଲ ଫୁଟେ ବାସନା ଚହଟେ ବହଇ ଶୀତଳ ବାରେ ଏଇ ଆମ ମାଟି ମା ଏଇ ଆମ ମାଟି ମା। ପିଲାଏ, ଏହି ଆଧୁନିକ ସମାଜରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ହେଲେ ଅତ୍ୟଧିକ ବ୍ୟବହାର ପାଇଁ ଏହାର ଅଭାବ ଦେଖାଯାଉଛି। ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଏବଂ ଅନାବଶ୍ୟକ ବ୍ୟବହାର ହିଁ ଏହାର ମୁଖ୍ୟ କାରଣ। ହେଲେ ପିଲେ, ଆମ ସମସ୍ତଙ୍କୁ ବୁଝିବାକୁ ହେବ ଯେ ଶକ୍ତି ସଂରକ୍ଷଣ ହିଁ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଏହାଦ୍ୱାରା ଭବିଷ୍ୟତ ପିଢ଼ିର କଲ୍ୟାଣ ହେବ। ତାହେଲେ ଆସ ପିଲେ ଶୁଣିବା ଶକ୍ତି ସଂରକ୍ଷଣ ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ସୁଲୋଚନା ଦାସ। ପିଲାମାନେ, ତୁମମାନେ ତ ସବୁ ଜାଣିଛ, ଶକ୍ତି ବିନା ଆମେ ନା ପାଦେ ଚାଲିପାରିବା ନା ଜୀବଜଗତ ରହିପାରିବ। ତୁମେ ସବୁ ଭାବୁଥିବ ମୁଁ ବିଦ୍ୟୁତ୍ ଶକ୍ତି ବିଷୟରେ କେବଳ କହୁଛି, ନୁହେଁ? ନା ନା, କେବଳ ବିଦ୍ୟୁତ୍ ଶକ୍ତି ନୁହେଁ। ତୁମମାନେ ଜାଣିବ ବିଦ୍ୟୁତ୍ ଶକ୍ତି ପୂର୍ବରୁ ଆମ ନିଜର ଶାରୀରିକ ଶକ୍ତି, ମାନସିକ ଶକ୍ତିକୁ କିପରି ସଂରକ୍ଷଣ କରିପାରିବା। ତାପରେ ଯାଇ ରାସାୟନିକ ଶକ୍ତି, ଚୁମ୍ବକୀୟ ଶକ୍ତି, ସ୍ଥିତିଜ ଶକ୍ତି, ଗତିଜ ଶକ୍ତି, ସର୍ବୋପରି ବର୍ତ୍ତମାନ ଆଧୁନିକ ସମାଜରେ ପ୍ରତି ମୁହୂର୍ତ୍ତରେ ଆବଶ୍ୟକ ହେଉଥିବା ବିଦ୍ୟୁତ୍ ଶକ୍ତିର ଉତ୍ପତ୍ତି ଏବଂ ସଂରକ୍ଷଣ କିପରି କରିପାରିବା ସେ ବିଷୟରେ ଜାଣିବା। ଶୁଣ ପିଲାମାନେ, ତୁମମାନେ ଅଳ୍ପ ବହୁତେ ଜାଣିଛ ମନର ଶକ୍ତି ଅର୍ଥାତ୍ ମାନସିକ ଶକ୍ତି ଯାହାର ଯେତେ ସୁଦୃଢ଼ ତାହାର ସ୍ମରଣ ଶକ୍ତି, ଧୈର୍ଯ୍ୟ ଶକ୍ତି ସେତେ ଅଧିକ। ପାଠପଢ଼ାରେ ସେ ଭଲ ମନେ ରଖିପାରେ। ଅସୁବିଧା ସମୟରେ ସେ ଜମା ହାର ମାନେ ନାହିଁ। ନିଜକୁ ପ୍ରତି ପରିସ୍ଥିତିରେ ଖାପ ଖୁଆଇ ଚଳିପାରେ। ଜୀବନ ଯୁଦ୍ଧରେ ସେ ଆଗକୁ ଆଗକୁ ବଢ଼ିପାରେ। ତେଣୁ ମାନସିକ ଶକ୍ତିର ଅପବ୍ୟୟ ନ କରି ସାଇତି ରଖିବା ଦରକାର। ମାନସିକ ଶକ୍ତି ସଂରକ୍ଷଣ କରି ରଖିବା ପାଇଁ ତୁମମାନେ ଅଯଥା ଗପରେ ମାତିବନି। ଯେତେ ତୁମେ ଆବଶ୍ୟକତାଠାରୁ ଅଧିକ କଥାବାର୍ତ୍ତା କରିବ, ସ୍ମରଣ ଶକ୍ତି ଧୀରେ ଧୀରେ ହ୍ରାସ ପାଇବ। ସକାଳେ ଓ ସନ୍ଧ୍ୟାରେ 10 ମିନିଟ୍ ଅତି କମରେ ପ୍ରାର୍ଥନା ଓ ଧ୍ୟାନ କଲେ ମାନସିକ ଶକ୍ତି ବୃଦ୍ଧି ପାଏ। ମସ୍ତିଷ୍କ ସୁସ୍ଥ ରହିବା ପାଇଁ ସୁଷମ ଖାଦ୍ୟ ସହ ସେଲିନିୟମ୍ ନାମକ ଧାତୁସାର ଥିବା ଖାଦ୍ୟ ଖାଇବା ଆବଶ୍ୟକ। ଜାଣିଛ କେଉଁ କେଉଁ ଫଳରେ ସେଲିନିୟମ୍ ଅଧିକ ଥାଏ? ଶୁଣ, ପିଚ୍, ଆମ୍ବ, ଅମୃତଭଣ୍ଡା, କମଳା ଫଳ ବ୍ୟତୀତ ବ୍ରାଜିଲ ନଟ୍ସରେ ପ୍ରଚୁର ପରିମାଣରେ ସେଲିନିୟମ୍ ଥାଏ। ବ୍ରାଉନ୍ ରାଇସ୍,
ମାନେ ଯେଉଁ ଚାଉଳର ଉପର ଅଂଶକୁ ମେସିନରେ ସଫା କରାଯାଇନଥାଏ, ସେଥିରେ ମଧ୍ୟ ସେଲିନିୟମ୍ ଥାଏ। ପିଲାମାନେ, ସବୁଠୁ ସହଜରେ ମସ୍ତିଷ୍କକୁ ସୁସ୍ଥ ରଖିବାକୁ ଠିକ୍ ସମୟରେ ଆଉ ଠିକ୍ ପରିମାଣରେ ଶୋଇବା ଦରକାର। ଭୋରୁ ଉଠି ବ୍ୟାୟାମ କରିବା, ପ୍ରାଣାୟାମ କରିବା ଆବଶ୍ୟକ। ରାତି ଅନିଦ୍ରା ହେଲେ ମସ୍ତିଷ୍କ ସୁସ୍ଥ ରହେ ନାହିଁ। ଏବେ ଆସ ଜାଣିବା ଅନ୍ୟ ଶକ୍ତିମାନଙ୍କ ବିଷୟରେ। ଆମେ ଖାଉଥିବା ଖାଦ୍ୟ ମଧ୍ୟରେ କେଉଁ ଶକ୍ତି ଥାଏ କହିଲ? ରାସାୟନିକ ଶକ୍ତି। ଏହା ଆମ ଶରୀରରେ ମାଂସପେଶୀୟ ଶକ୍ତିରେ ପରିଣତ ହେଲା ପରେ ଆମ ଅଙ୍ଗ ସବୁ ଠିକ୍ ଭାବରେ କାମ କରେ। ତେଣୁ ନିୟମିତ ସୁଷମ ଖାଦ୍ୟ ଖାଇବା ଜରୁରୀ। ହଁ ପିଲାମାନେ, ଆମେ ଖାଉଥିବା ଖାଦ୍ୟ କେବଳ ପେଟ ପୂରିବା ପାଇଁ ନୁହେଁ, ଆମ ଶରୀର ଭିତରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯେମିତି ହୃତ୍ପିଣ୍ଡ, ଫୁସ୍ଫୁସ୍, ବୃକ୍କ, ମସ୍ତିଷ୍କ, ଯକୃତ ଆଦି ଅଙ୍ଗଗୁଡ଼ିକ ଆବଶ୍ୟକ କରୁଥିବା ଉପାଦାନ ଥିବା ଖାଦ୍ୟ ମାନେ ସୁଷମ ଖାଦ୍ୟ ଖାଇବା ଦରକାର। ତୁମେ ସବୁ ନିଜକୁ ନିଜେ ଦେଖ, ସବୁଦିନ ସୁଷମ ଖାଦ୍ୟ ଖାଉଛ କି ନା? ଆସ ବର୍ତ୍ତମାନ ଜାଣିବା ବିଦ୍ୟୁତ ଶକ୍ତି ବିଷୟରେ। ସ୍ଥିର ବସ୍ତୁରେ ନିହିତ ଥିବା ଶକ୍ତିକୁ ସ୍ଥିତିଜ ଶକ୍ତି ଓ ଗତିଶୀଳ ବସ୍ତୁରେ ନିହିତ ଥିବା ଶକ୍ତିକୁ ଗତିଜ ଶକ୍ତି କୁହାଯାଏ। ଚୁମ୍ବକରେ ନିହିତ ଥିବା ଶକ୍ତିକୁ ଚୁମ୍ବକୀୟ ଶକ୍ତି କୁହାଯାଏ। ଏହି ତିନୋଟି ଶକ୍ତିର ସହାୟତାରେ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ। କେମିତି? ତୁମମାନେ ତ ଜାଣିଛ, ଜଳଭଣ୍ଡାରରେ ଥିବା ସ୍ଥିତିଜ ଶକ୍ତି ଦ୍ୱାରା ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଥିବା ଟର୍ବାଇନ୍କୁ ଘୁରାଇଲେ ଟର୍ବାଇନ୍ ସହ ସଂଯୁକ୍ତ ତାରରେ ବିଦ୍ୟୁତ ଶକ୍ତି ପ୍ରବାହିତ ହୁଏ। ଟର୍ବାଇନ୍ଟି ଯେତେ ଦ୍ରୁତ ଗତିରେ ଘୁରିବ ସେତେ ଅଧିକ ବିଦ୍ୟୁତ ଶକ୍ତି ସୃଷ୍ଟି ହେବ। ଏହି ବିଦ୍ୟୁତ ଶକ୍ତିକୁ ଟ୍ରାନ୍ସଫର୍ମର ସାହାଯ୍ୟରେ ବିଭିନ୍ନ ସହର ଓ ଗ୍ରାମକୁ ପଠାଯାଏ। ଏହି ଶକ୍ତି ଦ୍ୱାରା ଆମେ ଖରାଦିନେ ଶୀତ ତାପ ନିୟନ୍ତ୍ରକ ଯନ୍ତ୍ର, ଏସି, ଫ୍ୟାନ୍, କୁଲର ସହ ସବୁଦିନେ ବିଦ୍ୟୁତ ବଲ୍ବ, ଟିଭି, ରେଡ଼ିଓ, ଗ୍ରାଇଣ୍ଡର, ୱାସିଂ ମେସିନ୍ ଆଦି ଅନେକ ବିଦ୍ୟୁତ ଚାଳିତ ଯନ୍ତ୍ର ବ୍ୟବହାର କରୁଛେ। ଏହି ଶକ୍ତି ବିନା ଆମେ ଦିନଟିଏ ବି ଚଳିବା କଷ୍ଟକର। ତେଣୁ ବିଦ୍ୟୁତ ଶକ୍ତିକୁ ଅପବ୍ୟବହାର ନ କରି ସଂରକ୍ଷଣ କରିବା ଆବଶ୍ୟକ। ତମମାନେ ଭାବୁଥିବ କେମିତି? ଦେଖାଯାଏ ଯେ କେହି ଘରେ ନଥିଲା ବେଳେ ଅଫିସରେ, କୌଣସି ରୁମ୍ରେ, କମନ ରୁମ୍ରେ, କ୍ଲାସ୍ ରୁମ୍ରେ, ଖେଳ ଛୁଟି ବେଳେ, ଖେଳ ପିରିୟଡ଼ରେ ସବୁ ଫ୍ୟାନ୍ ଲାଇଟ୍ ବନ୍ଦ ନ କରି ପ୍ରାୟ ସମସ୍ତେ ଚାଲି ଯାଇଥାନ୍ତି। ଫ୍ୟାନ୍ ସେମିତି ଅନବରତ ଘୁରି ଘୁରି ଲାଇଟ୍ ଜଳି ଜଳି କେତେ ବିଦ୍ୟୁତ ଶକ୍ତି ଅପଚୟ ହୁଏ। ଆହୁରି ଅନେକ ଲୋକ ଅଛନ୍ତି ଖରା, ବର୍ଷା, ଶୀତ, ବର୍ଷ ସାରା ଏସି ବ୍ୟବହାର କରନ୍ତି, ଯାହାକି ଆଦୌ ଜରୁରୀ ନୁହେଁ। ପୁଣି ଆହୁରି ଅନେକ ଲୋକ ଅଛନ୍ତି ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଶକ୍ତି ଖର୍ଚ୍ଚ କରନ୍ତି। ଆଚ୍ଛା, ତୁମେ ଦେଖିଛ ଦୀପାବଳିରେ, ବାହାଘରରେ ଅନେକ ପରିମାଣରେ ବିଭିନ୍ନ ପ୍ରକାର ଆଲୋକସଜା ହୋଇଥାଏ। ଏମିତିରେ ବିଦ୍ୟୁତ ଶକ୍ତି ଅଯଥା ଅପଚୟ ହୁଏ ନାହିଁ କି? ଏହିପରି ଅନେକ ଉପାୟରେ ଆଜିର ମଣିଷ ବିଦ୍ୟୁତ ଶକ୍ତିକୁ ଅପଚୟ କରୁଛି। ଯଦି ଏ ଅପବ୍ୟବହାର ନିଜେ ସଚେତନ ହୋଇ ବନ୍ଦ କରିପାରିବା, ତେବେ ଅନେକ ପରିମାଣରେ ବିଦ୍ୟୁତ ଶକ୍ତିର ସଂରକ୍ଷଣ ହୋଇପାରିବ। ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ତମମାନଙ୍କୁ ଯଦି ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତାହେଲେ ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍‌କୋଡ୍ 753001। ହଉ ପିଲେ, ଆଜି ପାଇଁ ଏତିକି।